ସାରସକଣା ନିର୍ବାଚନ ମଣ୍ଡଳୀରେ ନାରୀ ଅଧିକାର ଅଭିଯାନ ଅନୁଷ୍ଠିତ। ରାଇରଙ୍ଗପୁର 24/5/2026। ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷୋଇ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ପଡ଼ିଆଠାରେ ନାରୀ ଅଧିକାର ଅଭିଯାନ ନେଇ ସାଧାରଣ ସଭା ବିଜୁ ଜନତା ଦଳ ଆନୁକୂଲ୍ୟରେ ମୟୂରଭଞ୍ଜ 2ରେ ଜିଲ୍ଲା ସଭାପତି ଡକ୍ଟର ଦେବାଶିଷ ମାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବାଚସ୍ପତି ସାନନ୍ଦ ମାଣ୍ଡି, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ, ସାରସକଣା ମହିଳା ସଂଯୋଜକ ସାବିତ୍ରୀ ସେଠୀ, ଯଶୀପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ, ମୟୂରଭଞ୍ଜ 2ରେ ଛାତ୍ର ସଭାପତି ଚନ୍ଦ୍ରଶେଖର ସାହୁ, ବିଷୋଇ ବ୍ଲକର ସଭାପତି ରଞ୍ଜନ ନନ୍ଦ, ସାରସକଣା ବ୍ଲକ ସଭାପତି ମଣିଶଙ୍କର ବାରିକ, ବିଜେତଳା ବ୍ଲକ ସଭାପତି ମାଝିଆ ରାମଟୁଡୁ, ପୂର୍ବତନ ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ, ମୟୂରଭଞ୍ଜ 2 ଜିଲ୍ଲା ସଭାପତି ଅମରେନ୍ଦ୍ର କର, ବୁଦ୍ଧିମାନ ମଣ୍ଡଳ, ମୟୂରଭଞ୍ଜ 2 ଜିଲ୍ଲା ସମ୍ପାଦକ ବିରଞ୍ଚି ନାରାୟଣ ନନ୍ଦ, ମହିଳା କର୍ମୀ ଆରତୀ ମହାନ୍ତ, ସୋନାଲି ସାହୁ, ରଶ୍ମିରେଖା ମହାନ୍ତ, କଳ୍ପନା ମହାନ୍ତ, ଅନିମା ମହାନ୍ତ ତଥା ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ସଭା ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ବିଷୋଇ ଡାକବଙ୍ଗଳା ଠାରୁ ବାହାରି ବିଷୋଇ ବ୍ଲକ ନିକଟସ୍ଥ ପଡ଼ିଆଠାରେ ପହଞ୍ଚିଥିଲା। ନାରୀକୁ ଦିଅ ସମ୍ମାନ, ମହିଳାକୁ 33% ସଂରକ୍ଷଣ କର, ନାରୀ ନିର୍ଯାତନା ଓ ଅତ୍ୟାଚାର ବନ୍ଦ କର ଇତ୍ୟାଦି ବିଜେଡି କର୍ମୀମାନେ ନାରା ଦେଇଥିଲେ। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ ନାରୀ ଅଧିକାର ସଂରକ୍ଷଣ ବିଲ୍ 2023 ମସିହାରୁ ପାସ୍ ହୋଇସାରିଛି। ଭାରତୀୟ ଜନତା ପାର୍ଟି କେବଳ ଲୋକମାନଙ୍କୁ ଭୁଆଁ ବୁଲାଉଛି। ଏବେ ବଡ଼ ଡବଲ ଇଞ୍ଜିନ ବିଜେପି ସରକାରରେ ନାରୀ ନିର୍ଯାତନା, ନାରୀ ଅତ୍ୟାଚାର ବଢିବାରେ ଲାଗିଛି। ବିଜେପି ସରକାର କେବଳ ରଙ୍ଗ ଦେଇ ଜାଣିଛି, ପୁରୁଣା ଯୋଜନାକୁ ନୂଆ ନାମ ଦେଇ ଜାଣିଛି। ନବୀନ ସରକାର 25 ବର୍ଷ ଶାସନରେ କଣ ଏପରି ନାରୀ ନିର୍ଯାତନା ଅବା ଅତ୍ୟାଚାର ହେଉଥିଲା? ସେତିକି ବେଳେ ନାରୀମାନେ ସୁରକ୍ଷିତ ଥିଲେ, କିନ୍ତୁ ବିଜେପି ସରକାର ଦରବୁଦ୍ଧି ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରି ପକାଉଛି। ସୁଭଦ୍ରା ଯୋଜନାରେ ନାରୀମାନଙ୍କୁ ଦେଉଛି ସିନା, ଅକାଳନ କରି ଜଣାଉଛି ସେମାନେ ଦିନକୁ 27 ଟଙ୍କା ପାଉଛନ୍ତି। ଏବେ ବଜାରରେ କ୍ଷୀର ପ୍ୟାକେଟର ଦାମ 30 ରୁ 33 ଟଙ୍କା ହେଲାଣି। ପୁଣି ବିଜେପି ସରକାର 300 ୟୁନିଟ ମାଗଣା କରାଯିବ ବୋଲି ନିର୍ବାଚନ ଇସ୍ତଫାରେ କହିଥିଲେ, କିନ୍ତୁ ଶାସନ ଗାଦିକୁ ବିଜେପି ସରକାର ଆସିବା ପରେ ସବୁ ଇସ୍ତଫାର ନାମକୁ ମାତ୍ର ରହିଗଲା। ଏହି ଭବ୍ୟ ସଭାକୁ ମୟୂରଭଞ୍ଜ 2 ଜିଲ୍ଲାପାଳ ସଭାପତି ଡକ୍ଟର ଦେବାଶିଷ ମାଣ୍ଡି ସଭା ପରିଚାଳନା କରିଥିବା ବେଳେ ସାରସକଣା ବ୍ଲକ ସଭାପତି ମଣିଶଙ୍କର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ସଂଗଠକ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।